28ତମ କଳିଙ୍ଗ ପୁସ୍ତକ ମେଳା 2025 ଭୁବନେଶ୍ୱର ସ୍ଥିତ ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆରେ ଗତ 21 ନଭେମ୍ବରରୁ ଉଦ୍ଘାଟନ ହୋଇଯାଇଛି। ଦୀର୍ଘ 10 ଦିନ ପାଇଁ ଚାଲିବାକୁ ଥିବା ଏହି ପୁସ୍ତକ ମେଳା ଆସନ୍ତା 30 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ପଢ଼ିବା ଠାରୁ ବଡ଼ ଆନନ୍ଦ କିଛି ନାହିଁ, ଜ୍ଞାନ ଠାରୁ ବଡ଼ ଶକ୍ତି କିଛି ନାହିଁ, ଏକଥା ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ନିଜେ କହିଛନ୍ତି। ପୁସ୍ତକ ପ୍ରେମୀମାନେ ଏହି ସୁଯୋଗର ହାତଛଡ଼ା କରିବା ଆଦୌ ଉଚିତ ନୁହେଁ। ପାଖାପାଖି 170ଟି ଷ୍ଟଲରେ ଶୋଭା ପାଉଛି ବିଶ୍ୱର ଜ୍ଞାନୀ ଗୁଣୀମାନଙ୍କର ସାଧନାର ନିଷ୍କର୍ଷ। ତାଙ୍କ ମାନସ ପଟଳରୁ ଉଦ୍ଧୃତ ହୋଇଥିବା ଜ୍ଞାନର ସାଗର। ଯେଉଁମାନେ ସାଧାରଣରୁ ଅସାଧାରଣ ହେବାକୁ ଚାହାନ୍ତି ବା ଉପରକୁ ଉଠିବାକୁ ଚାହାନ୍ତି, ସେମାନଙ୍କ ପାଇଁ ପୁସ୍ତକ ପଢ଼ିବା ନିତାନ୍ତ ଜରୁରୀ। ଏକେ ମିଶ୍ର ଏଜେନ୍ସି, ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ଜ୍ଞାନଯୋଗ ପବ୍ଲିକେସନ ତଥା ଛୋଟ ବଡ଼ ଅନେକ ଗୁଡ଼ିଏ ନାମୀ ଦାମୀ ପୁସ୍ତକ ବିକ୍ରେତା ତଥା ପ୍ରକାଶନ ସଂସ୍ଥାର ଏହା ଏକ ମହାମିଳନ। ପୁସ୍ତକ ଗୁଡ଼ିକ ହେଉଛି ସ୍ୱପ୍ନ ଏବଂ ବାସ୍ତବତା ମଧ୍ୟରେ ଥିବା ଗୋଟିଏ ସେତୁ। ଜୀବନ ଓ ମୃତ୍ୟୁ, ବଞ୍ଚିବାର କଳା, ଶାଶ୍ୱତ ପ୍ରେମ, ଯୋଗ, ଅଧ୍ୟାତ୍ମ, ବ୍ରହ୍ମାଣ୍ଡ ବିଜ୍ଞାନ, ସାହିତ୍ୟ, ଉପନ୍ୟାସ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ବ୍ୟକ୍ତି ନିର୍ମାଣ, ପରିବାର ନିର୍ମାଣ, ଇତିହାସ, ଭୂଗୋଳ ଇତ୍ୟାଦି ଯାହା ଚାହିଁବେ ସବୁ ହାତ ପାହାନ୍ତରେ ପାଇପାରିବେ। ଜ୍ଞାନର ସମୁଦ୍ରରେ ବୁଡ଼ ପକାଇବାର ନିଆରା ଅନୁଭୂତି ନ ଆସିଲେ ଆପଣ ଜାଣିପାରିବେନି। ବିଭିନ୍ନ ପ୍ରକାର ଚିତ୍ତାକର୍ଷକ ଫୁଲର ସମ୍ଭାର ସାଙ୍ଗକୁ କାଷ୍ଠ ଖୋଦେଇ ଫୁଲଦାନୀର ସଂଗ୍ରହ ମେଳାକୁ ଆହୁରି ସୁନ୍ଦର କରିଦେଉଛି। ପୁସ୍ତକ ପରି ବିଶ୍ୱସ୍ତ ବନ୍ଧୁ ଆଉ ଏ ଦୁନିଆରେ ନାହିଁ। ପୁସ୍ତକ ନଥିବା କୋଠରୀ ଆତ୍ମା ନଥିବା ଶରୀର ସହିତ ସମାନ। ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା ମଣିଷକୁ କୌଣସି ସ୍ଥାନରେ, କୌଣସି ପର୍ଯ୍ୟାୟରେ ଏବଂ କୌଣସି ସମୟରେ ଛାଡ଼ି ନଥାଏ। ଉତ୍ତମ ପୁସ୍ତକ ସୃଜନଶୀଳତା ଦେଇଥାଏ, ଚିନ୍ତାଧାରା ସୃଷ୍ଟି କରେ, ଚିନ୍ତାଧାରା ଜ୍ଞାନ ପ୍ରଦାନ କରେ, ଜ୍ଞାନ ଆପଣଙ୍କୁ ମହାନ କରିଥାଏ। କ୍ୟାରିୟର ଏକାଡେମୀ, ହ୍ୟାଣ୍ଡିକ୍ରାଫ୍ଟସ, କଳା, ବାନ୍ଧକଳା, ଓଡ଼ିଶାର ପିପିଲି ଚାନ୍ଦୁଆ, ବଙ୍ଗାଲର ପଟ୍ଟଚିତ୍ର, ଭାରତୀୟ ଡାକ ବିଭାଗର ସ୍ୱତନ୍ତ୍ର ଷ୍ଟଲ, ପିତ୍ତଳର ହସ୍ତଶିଳ୍ପ, ସବାଇ ଘାସର ହସ୍ତଶିଳ୍ପ ସହିତ କୋରାପୁଟ କଫି, ଝାଲମୁଡ଼ି, ଜାଗୃତି ବେକରୀ, ରାଜସ୍ଥାନର ଆଚାର ପାମ୍ପଡ଼, ଚିତ୍ରା, ରଙ୍ଗକେ ମେଲା, ଆୟୁର୍ବେଦିକ ଚା ଇତ୍ୟାଦିର ମିଳନ ପୁସ୍ତକ ମେଳାର ସ୍ୱାଦକୁ ଦ୍ୱିଗୁଣିତ କରିଦେଉଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 4 ଘଣ୍ଟାରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ଶିଶୁ ମହୋତ୍ସବ, ଏକକ ସଙ୍ଗୀତ, ବକ୍ତୃତା, ସାଧାରଣ ଜ୍ଞାନ, କୌତୁକିଆ ପୋଷାକର କାର୍ଯ୍ୟକ୍ରମ ରହୁଛି ଅଲଗା ଅଲଗା ଦିନମାନଙ୍କରେ ତଥା ସନ୍ଧ୍ୟା 6 ଘଣ୍ଟାରୁ ରାତ୍ର 8 ଘଣ୍ଟା ପର୍ଯ୍ୟନ୍ତ ସଙ୍ଗୀତ ସନ୍ଧ୍ୟା, ଶିଶୁ ପ୍ରତିଭା ସମ୍ମାନ ସମାରୋହର ଆୟୋଜନର ସ୍ଥିରୀକୃତ ହୋଇଅଛି। ଶରୀର ପାଇଁ ବ୍ୟାୟାମ ଯେପରି ଜରୁରୀ, ସେହିପରି ମନ ପାଇଁ ପଢ଼ିବା ସେତିକି ଜରୁରୀ। ମୁଁ ବିଶ୍ୱାସ କରେ ଯେ ଯେତେବେଳେ ତୁମେ ଏକ ଭଲ ପୁସ୍ତକ ପଢ଼, ସେତେବେଳେ ତୁମ ଜୀବନରେ ନିଶ୍ଚିତ ଭାବରେ ସକାରାତ୍ମକ ପ୍ରଭାବ ପଡ଼ିବ। ଏହା ହେଉଛି ପୁସ୍ତକ ଗୁଡ଼ିକର କଥା, ଯାହା ତୁମକୁ ତୁମର ପାଦ ନ ହଲାଇ ଯାତ୍ରା କରିବାକୁ ଦିଏ। ସଫଳତାର କାହାଣୀ ପଢ଼ ନାହିଁ, ତୁମେ କେବଳ ଏକ ବାର୍ତ୍ତା ପାଇବ। ବିଫଳତାର କାହାଣୀ ପଢ଼, ତୁମେ ସଫଳତା ପାଇବା ପାଇଁ କିଛି ଧାରଣା ପାଇବ। ପ୍ରସିଦ୍ଧ ପୁସ୍ତକ ପାଠକଙ୍କ ମଧ୍ୟରେ ଆବ୍ରାହମ ଲିଙ୍କନ ଏବଂ ଆଲବର୍ଟ ଆଇନଷ୍ଟାଇନଙ୍କ ପରି ଐତିହାସିକ ବ୍ୟକ୍ତିତ୍ୱ ଏବଂ ବିଲ୍ ଗେଟ୍ସ, ଓପ୍ରା ୱିନଫ୍ରେ ଏବଂ ୱାରେନ ବଫେଟଙ୍କ ପରି ଆଧୁନିକ ନେତା ଏବଂ ବ୍ୟବସାୟିକ ମହାନ ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ। ସେମାନେ ପ୍ରତ୍ୟେକ ଦିନ ପୁସ୍ତକର କିଛି ନା କିଛି ପୃଷ୍ଠା ପଢ଼ିବାର ଅଭ୍ୟାସ ସେମାନଙ୍କୁ ତାଙ୍କ ଜ୍ଞାନ ଗଠନ, ଦୃଷ୍ଟିକୋଣ ହାସଲ ଏବଂ ବ୍ୟକ୍ତିଗତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରେୟ ଦିଅନ୍ତି। ଏବେକାର ଡିଜିଟାଲ ମିଡ଼ିଆ ଯୁଗରେ ପୁସ୍ତକ ପଠନର ମାତ୍ରାଟା ବହୁ ମାତ୍ରାରେ କମିଯାଇଥିବାର ଅନୁମାନ କରାଯାଏ। ତଥାପି ଏବେ ବହୁ ସଂଖ୍ୟାରେ ପାଠକ ତାର ଲାଭ ନେବାର ନଜିର ରହିଛି। ତାଙ୍କୁ ସାଧୁବାଦ। ଜ୍ଞାନ, ମନୋରଞ୍ଜନ, କଳା ସଂସ୍କୃତି ତଥା ଖାଦ୍ୟପେୟର ଏହି ମିଳନସ୍ଥଳଟା ସତେ ଯେପରି ଜୀବନରେ ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ି ହେଲା ପରି ମନେ ହେଉଛି। ନିଜର ବ୍ୟସ୍ତବହୁଳ ଜୀବନ ଜଞ୍ଜାଳରୁ କିଛି ସମୟ ବାହାର କରି ଜ୍ଞାନ ଗଙ୍ଗାରେ ବୁଡ଼ ପକାଇବାର ନିଆରା ଅନୁଭୂତିକୁ ହାତଛଡ଼ା କରନ୍ତୁ ନାହିଁ। ସମୟ ଏବଂ ଶିକ୍ଷାର ସଠିକ୍ ଉପଯୋଗ ଜଣେ ବ୍ୟକ୍ତିକୁ ସଫଳ କରିଥାଏ। ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରି ଏହି ଜ୍ଞାନ ଗଙ୍ଗାରେ ବୁଡ଼ ପକାଇବାର ପୁଣ୍ୟ ପ୍ରାପ୍ତ କରନ୍ତୁ। କମେଣ୍ଟ ବକ୍ସରେ ନିଜର ମୂଲ୍ୟବାନ ମତାମତ ଦେଇ ତଥା ଭିଡ଼ିଓଟିକୁ ଲାଇକ୍ କରି ଆମକୁ ଉତ୍ସାହିତ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।